Hello everyone, welcome back to my YouTube channel. চলিত ବର୍ଷ OTET ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ 2025 ର ନୋଟିଫିକେସନ କେବେ ଆସିବ ତା ସହିତ OSSTT ର ନୋଟିଫିକେସନ କେବେ ଆସିବ ସେ ରିଗାର୍ଡିଂ ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା। ତେବେ ଚଳିତ ବର୍ଷ ଯଦି ଦେଖିବା 2025 ରେ খুব শীঘ্র তোমাদের OTET পেপর 1 এন্ড পেপর 2 ର ନୋଟିଫିକେସନ ଆସିବାକୁ ଯାଉଛି। ପ୍ରିଭିୟସ୍ ଇୟର ଡାଟା ଯଦି ଦେଖିବା ତାହେଲେ তোমাদের ନଭେମ୍ବର ମାସରେ ଏହାର ନୋଟିଫିକେସନ ଆସିବାର ସମ୍ଭାବନା ଯଥେଷ୍ଟ ଅଧିକ ଅଛି ଏବଂ ପ୍ରିଭିୟସ୍ ଇୟର ଯାହା ଥିଲା তোমাদের ମାର୍କ ଡିଷ୍ଟ୍ରିବ୍ୟୁସନ ତା ସହିତ କ୍ୱାଲିଫାଇ ମାର୍କ ଠିକ୍ ସେଇ ସମାନ ରହିବ। ତେବେ ଚାଲ ଦେଖିନେବା তোমাদের ସିଲାବସ୍ କ'ଣ କ'ଣ ରହିବ OTET 2025 ର। ତ ତୁମେ ସମସ୍ତେ ଜାଣିଥିବ କି CDP ଯାହାକି ଚାଇଲ୍ଡ ଡେଭଲପମେଣ୍ଟ ଆଣ୍ଡ ପେଡାଗୋଜି ଏର 30 क्वेश्चन ଆସେ ଓ 30 ମାର୍କସ୍ each question 1 mark। ଲାଙ୍ଗୁଏଜ ଓଡ଼ିଆର ଠିକ୍ ସେହିପରି 30 क्वेश्चन 30 ମାର୍କ। ଲାଙ୍ଗୁଏଜ 2 ଇଂଲିଶରେ ତୁମମାନଙ୍କର 30 क्वेश्चन ଆସିବ। ମ୍ୟାଥମେଟିକ୍ସ 30 क्वेश्चन ଆସିବ। ଦେନ୍ ଏନଭାୟରମେଣ୍ଟାଲ ସାଇନ୍ସର 30ଟି ପ୍ରଶ୍ନ ଦେଖିବାକୁ ପାଇବ। ତା ସହିତ ସେଥିରେ ତୁମମାନଙ୍କର କଣ୍ଟେଣ୍ଟ ରହିବ ଏବଂ ମେଥଡ଼ ରହିବ। ଏ ଥିଲା ପେପର 1 ର, ଯାହାକି ପେପର 2 ର ଯଦି ଦେଖିବା ତୁମମାନଙ୍କର CDP ଚାଇଲ୍ଡ ଡେଭଲପମେଣ୍ଟ ଆଣ୍ଡ ପେଡାଗୋଜି ର 30 क्वेश्चन, ଲାଙ୍ଗୁଏଜ ଓଡ଼ିଆର ରହିବ 30 क्वेश्चन ଏବଂ ଲାଙ୍ଗୁଏଜ ଇଂଲିଶର ରହିବ 30 क्वेश्चन। এইଭଳି ଟୋଟାଲ ଯଦି ଦେଖିବା ତାହେଲେ ତୁମମାନଙ୍କର ପେପର 2 ରେ 90 ମାର୍କ ଆସିବ ଏବଂ ଅପସନାଲ ତୁମମାନଙ୍କର ରହିବ 60 ମାର୍କ। ତ ଅପସନାଲ କ'ଣ ନା ଯଦି ଦେଖିବା ମ୍ୟାଥମେଟିକ୍ସ ଆଣ୍ଡ ସାଇନ୍ସର 60 क्वेश्चन 60 ମାର୍କ। ତ ସେଥିମଧ୍ୟରୁ ଯଦି ଦେଖିବା 30 क्वेश्चन ଫ୍ରମ୍ ମ୍ୟାଥମେଟିକ୍ସ 30ଟି क्वेश्चन ତୁମମାନଙ୍କର ମ୍ୟାଥମେଟିକ୍ସରୁ ଆସିବ ଏବଂ 30ଟି क्वेश्चन ସାଇନ୍ସରୁ ଆସିବ। ଠିକ୍ ସେହିପରି ଯେଉଁମାନେ ଅପସନାଲ ସୋସିଆଲ ଷ୍ଟଡି ଚୁଜ୍ କରିଥିବେ ତ ସେମାନଙ୍କର 60 क्वेश्चन ଆସିବ ଏବଂ ସେଥିମଧ୍ୟରୁ ଯଦି ଦେଖିବା 30 क्वेश्चन ଫ୍ରମ୍ ହିଷ୍ଟ୍ରି ଆଣ୍ଡ ପଲିଟିକାଲ ସାଇନ୍ସ ଏବଂ 30ଟି क्वेश्चन ଜିଓଗ୍ରାଫିରୁ ଆସିବ। ତ ଏଇଭଳି ଟୋଟାଲ 150 ମାର୍କ। ଇଏ ତ ଥିଲା ତୁମମାନଙ୍କର ମାର୍କ ଡିଷ୍ଟ୍ରିବ୍ୟୁସନ ଏବଂ କ୍ୱାଲିଫାଇ ମାର୍କ ଯଦି ଦେଖିବା ତାହେଲେ ପ୍ରିଭିୟସ୍ ଇୟର ଯାହା ଥିଲା ତୁମମାନଙ୍କର 150 ରୁ ଯଦି SC ST ଆଣ୍ଡ SC BC କାଟାଗୋରୀ ଯଦି ତୁମମାନେ ବିଲଙ୍ଗସ୍ କରୁଥିବ ତାହେଲେ ତୁମମାନଙ୍କର 50% ସ୍କୋର କରିବାକୁ ପଡ଼ିବ। ଅର୍ଥାତ୍ 75 ଯଦି ମାର୍କ ତୁମମାନେ ସିକ୍ୟୁର କରୁଛ ଆଉଟ୍ ଅଫ୍ 150 ରୁ ତେବେ ତୁମମାନେ କ୍ୱାଲିଫାଇ କରିଯିବ। ତ ଇଏ ଥିଲା OTET ପେପର 1 ଆଣ୍ଡ ପେପର 2 ର। ଏବଂ ପ୍ରିଭିୟସ୍ ଇୟର ଡାଟା ମୁଁ ରିପିଟେଡ୍ କରୁଛି କି 2024 ରେ ଯଦି ଦେଖିବା ତାହେଲେ ତୁମମାନଙ୍କର ନଭେମ୍ବର ମାସରେ ୟାର ନୋଟିଫିକେସନ ଦେଖିବାକୁ ପାଇବ। ଡିସେମ୍ବର ଲାଷ୍ଟ ଏବଂ ଜାନୁଆରୀ ଫାର୍ଷ୍ଟ ୱିକ୍ରେ ତୁମମାନଙ୍କର ଏକ୍ଜାମ କଣ୍ଡକ୍ଟ ହେବାର ଯଥେଷ୍ଟ ସମ୍ଭାବନା ମଧ୍ୟ ଅଛି। ଆଶା କରେ ନିଶ୍ଚିନ୍ତ ତୁମମାନଙ୍କୁ ଭିଡ଼ିଓଟି ହେଲ୍ପଫୁଲ୍ ହେଇପାରିବ। ଏବଂ OSSTT ଯଦି ଦେଖିବା ତୁମମାନେ ସମସ୍ତେ ଜାଣିଥିବ କି SOTT ଯାହାକି ସ୍ପେଶିଆଲ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ଏହାର ଏକ୍ଜାମ କଣ୍ଡକ୍ଟ ହୋଇସାରିଛି ଏବଂ ତାର ରେଜଲ୍ଟ ମଧ୍ୟ খুব শীঘ্র প্রকাশ পাইব। এবং FOTT ଯାହାକି ଫ୍ରେଶ OTT ବୋଲି ଆମେ କହିଥାନ୍ତି ତ খুব ଶୀଘ୍ର ইয়ার ଆସିବ। ଏବଂ OSST ର ଯଦି ପ୍ରିଭିୟସ୍ ଇୟର ଡାଟା ଦେଖିବା ତାହେଲେ ତୁମମାନଙ୍କର OSSTT ଯାହାକି 2024 ରେ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ 2024 ଯଦି ଦେଖିବା ତାହେଲେ ତାର ଡେଟ୍ ଥିଲା କ'ଣ ନା ପ୍ରିଭିୟସ୍ ଇୟର 19/11/2024 ଠାରୁ 30/11/2024 यार रेजिस्ट्रेशन ପାଇଁ ଡେଟ୍ ଥିଲା ଏବଂ ଏଠି ମେନସନ୍ ଥିଲା କ'ଣ ନା 30/11/2024 shall be allowed to submit their forms online before 11:59 PM of 1/12/2024। ତ ये ପ୍ରିଭିୟସ୍ ଇୟର ଡେଟ୍ ଥିଲା। ତ ଆଶା କରିବା ଖୁବ୍ ଶୀଘ୍ର ତୁମମାନଙ୍କର OSSTT ଆଣ୍ଡ OTET ପେପର 1 ଆଣ୍ଡ ପେପର 2 ର ନୋଟିଫିକେସନ ଆସିବ ଏବଂ ଯେଉଁମାନେ एग्जाम ପାଇଁ प्रिपरेशन करूछ निश्चिंत कंटिन्यू रखिथा। खूब शीघ्र तुमମାନଙ୍କର रिगार्डिंग नोटिफिकेशन देखा पाइबो BSc अर्थात बोर्ड ऑफ सेकेंडरी एजुकेशन ऑफिशियल साइट रे। थैंक यू फॉर वाचिंग।